ସେଇଠୁ ଏଇଠୁ ଲାଇଟ୍ କରିକି ସେଠୁ ଆରମ୍ଭ କରିକି ଆସିବ ସେ ସ୍ପିଡରେ ପଳାଉଥିଲେ ତା ପଛରେ কোন ডক্টর ও যমুনা সেমনি কিছু করে বড় রোগ হয়েছে তো কোন ডক্টর তো ও যমুনা মেরে মু বড়ি দিবি বেশ করছেন নাই এত খুশির কথা খুশির কথা যমুনা দেবী মহাভক্ত অଛନ୍ତି না না তুমি মিথ্যা কହୁଛ ମୋ ଯମୁନା କିଛି ଗୋଟେ ବଡ ରୋଗ ହୋଇଛି ତୁମେ ଲୁଚେଇବାକୁ ଯାଇ ଡାଇରେକ୍ଟ ମଞ୍ଚିକି ଆସ କୁହନ୍ତୁ ଡକ୍ଟର କୋନ ଡକ୍ଟର ମୋ ଯମୁନା କଣ ଧରେ ହାତ ଧରେ ମୋ ଯମୁନା କିଛି ଗୋଟେ ବଡ ରୋଗ ହୋଇନି ତ ସତ କୋନ ଡକ୍ଟର ନହେଲେ ମୋ ଯମୁନା ମୁଁ ମରିଯିବି ଆପଣ ବ୍ୟସ୍ତ ଅଛନ୍ତି କାହିଁକି ଏତ ଖୁସିର କଥା ଯମୁନା ଦେବୀ ମହାଭକ୍ତ ଅଛନ୍ତି ମିଛ କଥା ଆପଣ କିଛି ଲୁଚେଇବାକୁ ଯାଇ ମୋ ଯମୁନା କିଛି ଗୋଟେ ବଡ ରୋଗ ହୋଇଛି ଆପଣ ଲୁଚେଇବାକୁ ଯାଇ ବଡ ବଡ କାହାଣୀ କହୁଛନ୍ତି ମତେ ବିଶ୍ୱାସ କର ମୁଁ ଯାହା କହୁଛି ସତ ଯମୁନା ଦେବୀ ମହାଭକ୍ତ ଅଛନ୍ତି এটা কেমিতি সম্ভব ডাক্তার বাবু আজ 5 বছর তলে গোটা আক্সিডেন্টরে মো পুরুষত্ব হারাই বসিছি 2 বর্ষ বাহাঘর ভিতরে আমার দৈহিক সম্পর্ক কেবে ঘটিনি এটা সম্ভব হলা কেমিতি ହୁଏତ ଯମୁନା ଦେବୀ ନିଜ ଗର୍ଭରେ ଆଉ କାହା ସହିତ ହୋଇଥାଇ ପାରନ୍ତି ମୋ ଯମୁନା ସତୀ ନାରୀଙ୍କ ଭିତରୁ ଆଉ ଏକ ନାରୀ ଜନ୍ମରେ କଳଙ୍କ ଥାଇପାରେ ମୋ ଯମୁନା ସମ୍ପୂର୍ଣ୍ଣ ନିଷ୍କଳଙ୍କ କଣ ଭାବୁଛୁ ଏମିତି ମିଠାଇ ପଡୁଥାଇ ମୋ ଯମୁନା ପସନ୍ଦ କରିଦେବ ମୋ ସ୍ତ୍ରୀକୁ ମୋତେ ରଳା କରିଦେବ ସେଇଟା ମୋ ଉଦ୍ଦେଶ୍ୟ ନୁହେଁ ମୋ ଦୟାକର ଜୀବନ ଯାହା କହିଲା ସେଇଟା ମୁଁ ଆପଣଙ୍କୁ ଜଣାଇଦେଲି ଏଠି ଆପଣଙ୍କ ଇଚ୍ଛା ମୋ ଯମୁନା କଣ ଡକ୍ଟର ତାଙ୍କ ଘରକୁ ଯା ବାହାରକୁ ଯା ପଳା ଏପଟକୁ हे भगवान ମୁଁ ଏ କଥା ଶୁଣୁଛି ମୋ ଯମୁନା କଣ ସତକୁ ସତ ମା ହବାକୁ ଚାହୁଁଛି ତୁ ତାକୁ କଣ କହିଗଲୁ ମୁଁ ତାକୁ ଅନେଇଲି କଟି ବାହାବାକୁ ତୁ ତାକୁ କଣ କହିଲୁ ମୁଁ ତାକୁ ଅନେଇଦେଲି ବୋଲି ଯାଉ ବୋଲେ ମୋ ଯମୁନା କଣ ସତକୁ ସତ ମା ହବାକୁ ଚାହୁଁଛି ଯମୁନା ଯମୁନା ତମେ ମୋତେ ମିଛ କହୁଛ ମୋତେ ମୋ ସହିତ ତୁମେ ଛଳନା କରୁଛ ଛଳନା ନୁହେଁ କି ବିଜୁ ଏ କଥାଟା ନିରାଟ ସତ କଥା এটা সম্ভব হয় না কেমিতি তুমি তো জানিছ তুম স্বামী জনে অড় পুরুষা বাপ ভাগা পাই বঞ্চে তাই কুহ এ ছোট বাপা কি তপু ତମ ଭଉଣୀର ପ୍ରେମିକ ତପୁ ତପୁ ହଉଛି ଏ ଛୁଆର ବାପା যমুনা ଚିତ୍କାର କରନି କାହିଁକି ଚିତ୍କାର କରୁଛ ତମେ ଏଥିପାଇଁ ଦାୟୀ ହଉଛ ତମେ ସେଟା ବାଧ୍ୟ କରି ମତେ ଆମେ ଏ ଛୁଆ তুমি মিছ কହୁଛ তুই ମୋ ସହିତ তুই ছলনা କରୁଛ ମୋ ସହିତ କଥା ଛଳନା ନୁହେଁ କି ବିଜୁ ଏ କଥାଟା ନିରାଟ ସତ କେମିତି ସମ୍ଭବ এটা কেমিতি সম্ভব তবে তো জানিছ তম স্বামী জনে অড় পুরুষা বাপ ভাগা পাই সে অযোগ্য তাহলে কুহ এ ছোট বাপা কি ତପୁ ତମ ଭଉଣୀର ପ୍ରେମିକ ତପୁ ହଉଛି ଏ ଛୁଆର ବାପା ଯମୁନା ଚିତ୍କାର କରନି କାହିଁକି ଚିତ୍କାର କରୁଛ ତମେ କଣ ପାଇଁ ଚିତ୍କାର କରୁଛ ତମେ ପ୍ରେମିକ ତପୁ ହଉଛି ଏ ଛୁଆର ବାପା ଚିତ୍କାର କରନି କାହିଁକି ଚିତ୍କାର କରୁଛ ବାସ୍ କଣ ପାଇଁ ଚିତ୍କାର କରୁଛ ଏସବୁ ଦାୟୀ ଏସବୁ ପାଇଁ ଦାୟୀ ହଉଛ କେବଳ ତମେ
କେବଳ ତମେ ସେଦିନ ମୋତେ ବାଧ୍ୟ କରି ସେ ତପୁ ସହିତ ବାହାଘର କରିଦେଲ ଆଉ ତ ବାସା ରାତିରେ ମୋ ବେଶରେ ଅଭିନୟ କରିବାକୁ ତମେ ତ ମୋତେ ବାଧ୍ୟ କରିଦେଲ। ମୁଁ ତ କେବଳ ତୁମକୁ ଅଭିନୟ କରିବାକୁ କହିଥିଲି ହେଲେ ତୁମେ ତପୁ ସତ ବାସା ରାତି ବନେଇଦେଲ। ବିଶ୍ୱାସ କର ସେଥିରେ ମୋର ଟିକେ ବି ଭୁଲ ନାହିଁ। ସେଦିନ ସେ କିଟିମିଟିଆ କାଳ ଅନ୍ଧାର ରାତିରେ ସେ ମୋତେ ଜୋର କରି ବଳାତ୍କାର କରିଦେଲେ। ମୁଁ କେତେ କାକୁତି ବିନତି ହେଲି, କେତେ ଡାକ ଛାଡ଼ି ସମସ୍ତଙ୍କୁ ଡାକିଲି, ହେଲେ ମୋ ଚିତ୍କାର କାହାରି କାନରେ ଶୁଣିଲେ। ଶେଷରେ ସେ ଶୈତାନଟା ମୋତେ ତନ୍ନ ତନ୍ନ କରି ମୋ ଦେହଟାକୁ ଉପଭୋଗ କରିଦେଲା। ଛାଡ଼ିବିନି ତମକୁ ତମର ସେ ସର୍ବନାଶ କରିଛି ମୁଁ ତୋଠାରୁ ବଦଳା ନେବି ବଦଳା। କିଛି କରିପାରିବନି ତମେ। କାହିଁ ଜାଣିଛ ତାଙ୍କ ପାଖରେ କୋଟି କୋଟି ଟଙ୍କା ଅଛି। ହଁ ରାଜନୀତି ଠାରୁ ଆରମ୍ଭ କରି ବ୍ୟାଙ୍କ ବାଲାନ୍ସ ତାଙ୍କ ପାଖରେ ସବୁ ଅଛି। ତମେ କଣ କରିପାରିବ? ତମେ ସିନା କଣ କରିପାରିବ? କଣ କରିପାରିବ? ତମ ସଦାବେଳେ ପଜିଟିଭ ରହିବ। ତାହେଲେ ଚାଲ এই মুহূর্তে ডাক্তারখানা যাইবে সে ছোট নষ্ট করে দেব না ମୁଁ ଭ୍ରୂଣ ହତ୍ୟା କରିପାରିବିନି। তাহলে সে ছোটকে নষ্ট করিবনি କେମିତି କରିବି? ମୁଁ ପରା ଜଣେ ମା। তাহলে এই বিচার ঠিক আছে তাহলে ଏବେ ଚାଲ ଏ ଛୁଆଟା ନଷ୍ଟ କର। ଆସ ନା ଆସ ପଳାଇଯିବ ଏବେ ଚାଲ। ଗାଡ଼ି ଘରେ ବ୍ୟାଙ୍କ ବାଲାନ୍ସ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି, ରାଜନୀତି ବ୍ୟାଙ୍କ ବାଲାନ୍ସ ସବୁ କିଛି ଅଛି। କଣ କରିପାରିବ ତମେ ତାଙ୍କର? କଣ କରିପାରିବ? তাহলে চলো ତାହେଲେ ଚାଲ କରି ହାତ ଧରିବ। তাহলে চলো এই মুহূর্তে মেডিকেলে যাইবে সে ছোট নষ্ট করে দেব না ମୁଁ ଭ୍ରୂଣ ହତ୍ୟା କରିପାରିବି। জমরা তাহলে সে ছোটকে নষ্ট করিবনি କେମିତି କରିବ? ଉପରେ ଛଡ଼େ ମା ମା ନାହିଁ ମୋ ମାତୃତ୍ୱ ଏମିତି କାମ କଲେ ମୋ ମାତୃତ୍ୱ ମୋତେ ଧିକ୍କାର କରିବନି। ମୋ ପିତୃତ୍ୱ ଗୁଣତେ ମୁଁ ବାହା ବାହା କରି ତାଳି ମାରି ପ୍ରଶଂସାରେ ପ୍ରତି ପକାଇବ ଏ ଜମରା। আরে তুমি কহ কালি যেতবেলে ছুয়া জন্ম নেব তুমি হাত দেখে দেবা পর পরিচয় দেব সেতেবেলে কোন পিতৃত্ব মতে ধিক্কার করিবনি। এ দেখানি তোমার কো পুরুষ পড়িয়া আছে যে মাইক বলবে বয়স উঠবে তিনি জীবনের সর্বস্ব মনে করে তার পুরি পুরুষ পড়িয়া আসিলা কোউঠু জয় চিৎকার করনি বরং কে জানিয়ে করু যে বেশ্যা নাইটাকে মেলি ধরি বাহার ছাড়িয়েছ। বা জয় বা আচ্ছা কইল ତମ ଭାଇଙ୍କର ସିନା ପୁରୁଷ ପଡ଼ିଆ ନାହିଁ, ହେଲେ ତମେ ମୋତେ ଜବାବ ଦିଅ ତମେ କେତେ ନମ୍ବର ଭଡ଼ୁଆ ପୁରୁଷ? কোন কইল মু ভবা পুরুষ এই অনামি বেশি পার্টি করিব তো বক্তা ফল হলা পাই দেবি। ଖାଉ ସେ ଖାतिर ତମେ ଆଉ କାହାକୁ କହିବ, ହେଲେ ମୋତେ ନୁହଁ। ଯୋଉ ପୁରୁଷ ନିଜ ଭାଉଜର ଦେହ ବିକା ଟଙ୍କା ବୟସ କରେ ତାର କେତେ ବଳ ସେ କଥା ମୋତେ ଠିକ ଭାବରେ ଜଣାଅଛି। এ জমনা তুমি সে ছোটকে নষ্ট করে দিও। ତମ ଭାଇଙ୍କର ସିନା ପୁରୁଷ ପଡ଼ିଆ ନାହିଁ, ହେଲେ ତମେ ମୋତେ ଜବାବ ଦିଅ ତମେ କେତେ ନମ୍ବର ଭଡ଼ୁଆ ପୁରୁଷ? କଣ କହିଲ? ଭଡ଼ୁଆ ପୁରୁଷ? কোন কইল মু ভবা পুরুষ এই দেখানি বেশি পার্টি করিব তো বক্তা ফল হলা পাই দেবি। ହେ ଖାଉ ମୋତେ ଆଉ ଏତେ ଖାतिर ଦେବା କଥା ନାହିଁ, ସେ ଖାतिर ଗୁଡ଼ାକ ଆଉ କାହା ପାଖରେ ଦେଖେଇବ। ଶୁଣ ଯୋଉ ପୁରୁଷ ନିଜ ଭାଉଜର ଦେହ ବିକା ଟଙ୍କାକୁ ନେଇକି ବୟସ କରେ ସିଏ ଭଳିଆ ପୁରୁଷ ମୋତେ ଭଲ ଭାବରେ ଜଣାଅଛି। এ জমনা behavior করেছিল এডি করেছিল বুঝলে এ জমনা আরে মো কথা মান সে ছোটকে তুমি নষ্ট করে দিও। ନା ତମେ ଯେତେ ଯିଏ ଯାହା କହିଲେ ବି ମୁଁ ଏ ଛୁଆକୁ କେବେ ବି ନଷ୍ଟ କରିପାରିବିନି, କାରଣ ମୁଁ କେବଳ ତମ ସ୍ତ୍ରୀ ନୁହଁ, ମୁଁ ଗୋଟେ ମା।
ମାନେ ଏଇ ଦେଖ ୟା ପାଖରେ ନେଗେଟିଭ ଅଛି ମୁଁ ଏ ଛୁଆକୁ ନଷ୍ଟ କରିପାରିବିନି ଭାଇ ମୁଁ ଖାଲି ମୋ ସ୍ତ୍ରୀ ନୁହେଁ ବାହା ମୁଁ ଗୋଟେ ମା ହିସାବରେ ଏଇଟା ଫ୍ରଣ୍ଟ ମା ହିସାବରେ ମାଟା ମା ହିସାବରେ ମୋ ଛୁଆ ପାଇଁ ବି ମୋର କିଛି କର୍ତ୍ତବ୍ୟ ଅଛି ଯଦି ଛୁଆଟାକୁ ନଷ୍ଟ ନ କର ତାହେଲେ ଘର ଭଡ଼ା କର କୌଣସି ଅଧିକାର ନାହିଁ ବାହାର ବାହାର ହଁ ମୁଣ୍ଡ ହଲେ ଦେଖି ତାପରେ ଖାଇ ବନେଇବ ତାହେଲେ ତମ ଭାଇଙ୍କର କଣ ଏଇ ନିଷ୍ପତ୍ତି ମୁଁ ଆଉ କ'ଣ କରିବି ତୁମେ ଯେତେବେଳେ ତୁମ ଦିଦିରେ ଅଟଳ ମୁଁ ଆଉ କ'ଣ କରିବି ତୁମେ ଯେତେବେଳେ ତୁମ ଦିଦିରେ ଅଟଳ ମୁଁ ଗୋଟେ ପୁରୁଷ ପୁଅ ହୋଇ ଗୋଟାଏ ଚାରୁଳ ସନ୍ତାନକୁ ପିତୃତ୍ୱର ଅଧିକାର ଦେବି କେମିତି ବାରେ ସ୍ୱାର୍ଥପର ପୁରୁଷ ବା ନିଜ ସ୍ୱାର୍ଥ ପାଇଁ ନିଜ ସ୍ୱାର୍ଥ ପାଇଁ ତମେ ନାରୀକୁ ଭଲ ପଣ୍ଡେଇଟି ପରି ଖେଳଣା କୋଟି ସଜେଇ ଦେଇପାର ମାନିଗଲି ତମ ଭଳି ପୁରୁଷ ସମାଜ ମାନ ଖାଉ ତମର ସେ ରାସନବାଦୀ ବନ୍ଦ କର ଚୁପଚାପ ଘର ଛାଡ଼ି ଚାଲି ଯାଅ ଆମ ଦି ଭାଇକୁ ଟିକେ ଶାନ୍ତିରେ ବଞ୍ଚିବାକୁ ଦିଅ ଏ ଯମୁନା ସେ ବସ୍ତା ମୁଁ ଯାକେ ହାତ ବସ ବନିବେ ମୁଁ ତୋ ସ୍ୱାମୀ ହୋଇ ତୁମକୁ ହାତ ଯୋଡୁଛି ମୋ କଥା ମାନ ଏ ଛୁଆଟାକୁ ତୁମେ ନଷ୍ଟ କରିଦିଅ ମତେ ତ ଘର ଛାଡ଼ି ଚାଲି ଯାଅ ଏଇ ହଁ ବୁଝି ବି ପାରୁଛି ଏସବୁ ତମ ମନର ପରିବେଶ ନୁହେଁ ମୁଁ ଜାଣିଛି ହାତ ଯୋଉଟା ଫାଷ୍ଟ ରାଷ୍ଟ୍ର ଅଛି ନା ଏହାର କୁଆଡେ ଗଲା ଏଇଠି ଥିଲା ବା ଏଇଠି ଥିଲା ବା ଏଇ ଯମୁନା ଏ ଯମୁନା ଚାଲା ପୂଜା ମୁଁ ତୁମକୁ ହାତ ଯୋଡୁଛି କହିସାରି କଣ ଗାଈ ମୁଁ ତୁମ ସ୍ୱାମୀ ହୋଇ ତୁମକୁ ମୁଁ ହାତ ଯୋଡୁଛି ତମେ ଘର ଛାଡ଼ି ଚାଲିଯାଅ ତୁମେ ଘର ଛାଡ଼ି ଚାଲି ଯାଅ ମୁଣ୍ଡ ହଲେଇ ବସି ପଡ ତମେ ଏଇ ଘର ଛାଡ଼ି ଚାଲିଯାଅ ତମେ ତମେ ଘର ଛାଡ଼ି ଚାଲି ଯାଅ ଏଇଟା ଆଗ ପଛ କରିଦିଅ ମୁଁ ତମ ସ୍ୱାମୀ ହେଇ ତମକୁ ହାତ ଯୋଡୁଛି ବୁଝିପାରିଲାନି ଆଗ ପଛ କରିଦିଅ ପଛଟା ସେଠି ହଜରି ତମେ ଯମୁନା ଏ ଯମୁନା ତମେ ଘର ଛାଡ଼ି ଚାଲିଯାଅ ତୁମେ ଘର ଛାଡ଼ି ଚାଲି ଯାଅ ଚାଲିଯାଅ ଯମୁନା ତମେ ଘର ଛାଡ଼ି ଚାଲିଯାଅ ଯମୁନା ତୁମେ ଘର ଛାଡ଼ି ଚାଲି ଯାଅ ଯମୁନା ମୁଁ ତମ ସ୍ୱାମୀ ହାତ ଯୋଡୁଛି ତୁମକୁ ତୁମ ସ୍ୱାମୀ ହାତ ଯୋଡୁଛି ମୁଁ ଜାଣିପାରୁଛି ସବୁ ବୁଝି ବି ସାରିଛି ଏସବୁ ତମ ମନର ପରିବେଶ ନୁହେଁ ମୁଁ ଠିକ ଜାଣିଛି ତମେ ମୋତେ ଛାଡ଼ି ରହିପାରୁନି ହାତ ଥାଉ ହାତ ଦିଟା ଧରି ହଁ ତମେ ମୋ ଉପରେ ଭାବୁଛ ବୋଲି କଣ କରିବି ମୁଁ ପୁରା ଗୋଟେ ନାରୀ ଶାସ୍ତ୍ର ପୁରା କହିଛି ଜୟା ଜନନୀ ଭଗିନୀ ଆଉ କାତ୍ୟାୟନୀ ତମେ କୁହ ଜୟାର ଧର୍ମ ପାଳନ କରିବାକୁ ଯାଇ ମୋ ଜନନୀର ଧର୍ମକୁ ମୁଁ ଭୁଲି ଯିବି କେମିତି ଭୁଲି ଯିବି ମୁଁ ଯମୁନା ଆଉ ନଜରରେ ଅଭିନୟ କରିଦେଲ ନାଇଁ ଶୁଣ ଭାଇ ତମକୁ ସିଧା କହିଦଉଛି ଏ ବେଶ୍ୟାନଟା ଘରେ ରହିଲେ ମୁଁ ଏ ଘର ସାରା ଚାଲିଯିବି ନାଇଁ ତମେ ମୋର ମୁଁ ଚାଲି ଯାଉଛି ହେଲେ ଗଲାବେଳେ ତମକୁ ହାତ ଯୋଡ଼ି ଅନୁରୋଧ କରୁଛି ସରଳ ଲୋକ ମନରେ କେବେ ବି କଷ୍ଟ ଦବନି କେବେ ଯମୁନା ଏଇ ତମେ କାନ୍ଦୁଛ କାହିଁକି ସେଦିନ ପରା ଅଯୋଧ୍ୟାର ରାମଚନ୍ଦ୍ର ସୀତାଙ୍କୁ ଅସତୀ ସଜେଇ ଦେଇ ସାରିବା ପରେ ତାଙ୍କୁ ବାଲ୍ମୀକି ଆଶ୍ରମରେ ସେ
ସେତେବେଳେ ସିଏ କଣ କାନ୍ଦିଥିଲେ ଏ ଯମୁନା ମୋ କଥା ମାନ ମୁଁ ତୁମକୁ ଛାଡ଼ି ବଞ୍ଚି ପାରିବିନି ହାତ ଚଢୁଛି ନା ଭାଇ ହାତ ଚଢୁଛି ଏ ଯମୁନା ମୋ କଥା ମାନ ଯମୁନା ଏ ଯମୁନା ତୁମେ ମୋ କଥା ମାନ ତୁମ ବିନା ମୁଁ ବଞ୍ଚି ପାରିବିନି ବଞ୍ଚି ପାରିବିନି ଯମୁନା ତୁମ ବିନା ମୁଁ ବଞ୍ଚି ପାରିବିନି ତୁମେ ଏ ଛୁଆଟାକୁ ନଷ୍ଟ କରିଦିଅ ସେଇଟା ତ କେବେ ବି ସମ୍ଭବ ନୁହେଁ କିନ୍ତୁ ଏ ଘର ଛାଡି ମୁଁ ଚାଲିଯିବି ଏଇଟା ହଉଛି ନିରାଟ ସତ୍ୟ କଥା ଯମୁନା ଯମୁନା ଶୁଣ ବେଶୀ ରାତିରେ କାହିଁ ବୁଲିବେ ବେଶୀ ରାତି ଛାଡି ଆମେ ବାହାରେ ରହିଗଲୁ ଯେତେବେଳେ ଘର ଛାଡି ଯିବି ହେଲେ ଏଇଠି ଥାଅ ହେଲେ ମୁଁ ଏ ଘର ଛାଡି ଚାଲିଯିବି ଏଇଟା ହଉଛି ନିରାଟ ସତ୍ୟ ଯମୁନା ନା ହେଇଠି ତା ମୁହଁ ବନେଇକି ବୁଝିପାରିଲେ ଇଆଡ଼କୁ ମୁହଁ ବୁଲେଇ ଦେଇଥିବ ଏ ଛୁଆଟାକୁ ନଷ୍ଟ କରିବା ପାଇଁ ରାଜି ନୁହଁ ପା ଏ ଛୁଆ ପାଇଁ ତ ସେଇଟା ତ କେବେ ସମ୍ଭବ ନୁହେଁ ସେଇଟା ତ କେବେ ସମ୍ଭବ ନୁହେଁ ହେଲେ ଏ ଘର ଛାଡି ମୁଁ ଚାଲିଯିବି ଏଇଟା ହଉଛି ନିରାଟ ସତ୍ୟ ଯମୁନା ବେଶୀ ରାତିରେ ବାହାରେ ବୁଲିବେ ଅଟୋ ଚାଲିଲା ବେଳେ ଅଟୋ ଛାଡ଼ିଲା ବେଳେ ମୋ କଥା ଭାବି ଜମା ଅନ୍ୟ ମନସ୍କ ହବନି ଆଉ ପାରିବ ଯଦି ଗୋଟେ ମନ ଲାଗି ଝିଅ ଦେଖି ତମେ ବାହା ହେଲେ ନାଇଁ ଯମୁନା ନାଇଁ अरे बाहा तो दूर कथा तुम्हें ही आरंभ तुम्हें ही शेष अरे बाहा तो दूर कथा आउ को झे को स्वप्न रे भाबिबा मो पाई पाप शेष घर कथा आमे निष्पत्ति नबु मुंडा भाई तमे के बाहर गयो अरे बाहर गयो रा ଯମୁନା ବାହାର ଗଲା ବା ଯମୁନା ଚନ୍ଦ୍ର ଆରେ ଶୁଣ ଦେଖ ଏଇଟା ହଲ୍ ସାଉଣ୍ଡ ଟାଇପ ବାବା ତ ପୁରୁଷ ରାମଚନ୍ଦ୍ର ଏ ହତଭାଗିନୀ ସୀତାଟା ଆଜି ଅଯୋଧ୍ୟା ଛାଡି ଯିବା ବେଳେ ତମ ପାଦ ଧୂଳି ଟିକେ ମାଗୁଛି ଏତିକି ଦୟା କର ତାକୁ ତମେ ଏତିକି ଦୟା କର ଭୁଲି ଯାଅ ଭୁଲିବି ଡାଇଲଗଟା କରି ଦେଖିବ ନା ସେ ଗୋଟେ ଦୟା ଗୋଟେ ଯମୁନା କହିଛି ତା ଛୁଆଟା କହୁଥିଲି କଣ ଡାଇଲଗଟା ଲୁକ୍ ଦେଇଦେଲା ଲୁକ୍ ଦେଇ ସାରିଲା ପରେ ଧୀରେ ଧୀରେ କେମିତି केमिति कहानी एटी भूल कहार सत्य सीता सत्यवा पछरे के से दाई नाम एटी कहानी एटी भूल कहार आज सत्य सीता सत्यवा पछरे के से दाई एटी भूल कहार ए रामर ना सीतार ଯଦି ସବୁ ଭୁଲ ରାମଚନ୍ଦ୍ରର ଯଦି ସବୁ ଭୁଲ ରାମଚନ୍ଦ୍ରର ତାହେଲେ ମୁଁ ନିଜେ କାହିଁକି ବୁଝିପାରୁନି ତାହେଲେ ମୁଁ ନିଜେ କାହିଁକି ବୁଝିପାରୁନି କାହିଁକି ବୁଝିପାରୁନି ହେ ଉପରବାଲା ଏମିତି ଭୁଲ କେମିତି ହେଲା